କାଫେଟା ଜନସାଧାରଣ ଉପକୃତ ପାଇଁ ଖୋଲା ହେଇଥିଲା। ମହିଳା ଯୋଉମାନେ ଆସୁଛନ୍ତି ବ୍ଲକ ତହସିଲ ଆସୁଛନ୍ତି ମିଶନ ଶକ୍ତିର ତାଙ୍କ ପାଇଁ ବି ଖୋଲା ହେଇଥିଲା। କିଛି ଏଠି ଯୋଉମାନେ ଗରିବ ଲୋକ ଅଛନ୍ତି କି ଯୋଉମାନେ ମିଡିଲ କ୍ଲାସ ଲୋକ ଅଛନ୍ତି କୋଉମାନେ ଆସୁଛନ୍ତି ନିଆଳି ଜନସାଧାରଣ କାମ ପାଇଁ କି ସେଠି ସେମାନେ ଉପକୃତ ହଉଥିଲେ। ଖାଲି ମିଶନ ଶକ୍ତିର ମହିଳା ମାନେ ଉପକୃତ ହଉଥିଲେ ତା ବୋଲି ନୁହେଁ, ନିଆଳିର ଜନସାଧାରଣ ମଧ୍ୟ ତାକୁ ଉପକୃତ ହଉଥିଲେ। କାରଣ ମିଶନ ଶକ୍ତିର ଯୋଉ କାଫେ ଅଛି, ଯୋଉ କାଫେଟି ବନ୍ଦ କରାଯାଇଛି, ସେ କାଫେ ସାମ୍ନାରେ ଗୋଟେ ହୋଟେଲଟି ଅଛି। ଯୋଉ ହୋଟେଲଟି ଅଛି, ଯୋଉ ବନ୍ଧୁ ଜଣକ ଆଜି କମ୍ପ୍ଲେନ କରିଛନ୍ତି ସେ ହୋଟେଲ ତାଙ୍କର ହଉଛି ବନ୍ଧୁ, ଦୁଇ ଜଣଙ୍କ ପରସ୍ପର ବନ୍ଧୁ। ନାଇଁ, ବନ୍ଦ କରିବାର ଅଭିପ୍ରାୟ ଯେ ବନ୍ଦ କରି ରଖିଲେ ହିଁ ସେଇଟା ଯୋଉ କାଫେଟାକୁ ଆମେ ନବୁ, ଆମେ ଚଳେଇବୁ। କିନ୍ତୁ ଏଠି ଯୋଉ ତଦନ୍ତ କରାଯାଉଛି, ସେ ଯୋଉ ଚୋରକୁ ପୋଲିସ ଧରିଥିଲା ସେ ପୋଲିସ ଆଉ ଆଙ୍କ ନାଁ କହିନି ତ ଯେ ବାବୁ ଜଣକ ମତେ ଶିଖେଇଥିଲେ ଚୋରି କରିବା ପାଇଁ କି, ଯେ ସେଠି ଖୋଲିଲା ପରେ ଆର ବେପାର ଡାଉନ ହଉନି ତ, ସେଥିପାଇଁ ଏଟା ଉଦ୍ଦେଶ୍ୟମୂଳକ ଭାବରେ ବନ୍ଦ କରାଯାଇଛି। ଏଟା ନିଆଳିର ଜନସାଧାରଣ ନିହାତି ଭାବରେ ଜାଣିଛନ୍ତି। ଏଠି ଆମେ ଯୋଉ ବନ୍ଧୁ ଜଣକ ଯୋଉ ପରିଷ୍କାର କଥା କହୁଛନ୍ତି, ନିର୍ମଳ କଥା କହୁଛନ୍ତି, ସୁଶାସନ କଥା କହୁଛନ୍ତି, ସେ ବନ୍ଧୁ ଜଣକ ନିଆଳିରେ ହୋଟେଲ କରିଛନ୍ତି। ସେ କେତେ ମଇଳା ଆବର୍ଜନା ନିଆଳି ଗାଡିଆକୁ ଛାଡୁଛନ୍ତି, ନିଆଳି ହାଟ ଗାଡିଆକୁ ଛାଡୁଛନ୍ତି, ସେ ଜନସାଧାରଣ ସମସ୍ତେ ଜାଣିଛନ୍ତି। ତେଣୁ ତାଙ୍କର ସ୍ଥିତି ଏବେକା ମାର୍କେଟରେ କଣ ଅଛି ସେ କଥା ବି ନିଆଳି ଜନସାଧାରଣ ଜାଣିଛନ୍ତି। ଯୋଉମାନେ ତାଙ୍କ ପାଖରେ ଥିଲେ ସେ ଏବେ ଧୀରେ ଧୀରେ ତାଙ୍କ ପାଖରେ ପଛେଇଲେଣି, ଯେ ଆଙ୍କର ନିଜର ସ୍ଥିତି କିଛି ନାହିଁ। ଛୋଟ ଛୁଆଙ୍କୁ ହୋଟେଲରେ ଖଟା ଯାଉଛି। ନାଇଁ, ମତେ ବିରୋଧ କରିବା କିଛି ନାହିଁ। ମେନ୍ କଥା ହଉଛି ସତ୍ୟାସତ୍ୟ ଲୋକଙ୍କ ପାଖରେ ପହଞ୍ଚିବ ନାହିଁ, ଲୋକ ସେମିତି ଅନ୍ଧକାର ଭିତରେ ରହିବେ। ଲୋକ ଧୀରେ ଧୀରେ ଭାବିବେ ନା ଆକ୍ଚୁଆଲି ହଉଛି ଯାହା ଆମକୁ ଅନ୍ଧଟିଏ ରୋଷେଇ କରି ଖାଇବାକୁ ଦଉଛି, ଯାହା ନିଆଳିର ଜନସାଧାରଣ ହଉଛି ସେଇଆ। ନିଆଳିର ଜନସାଧାରଣ ଅନ୍ଧ ନୁହନ୍ତି, ନିଆଳିର ଜନସାଧାରଣ ଅନ୍ଧଭକ୍ତ ନୁହନ୍ତି। ନିଆଳିର ଜନସାଧାରଣ ଆଗାମୀ ଦିନରେ ମଧ୍ୟ ପୂର୍ବ ପଞ୍ଚାୟତ ଇଲେକ୍ସନ ନିଆଳି ଜନସାଧାରଣ ନିହାତି ଭାବରେ ଜଣେଇଛନ୍ତି, ଯିଏ ନିଆଳି ଜନସାଧାରଣ ପାଇଁ କାମ ନ କରିବ ନିଆଳିର ଜନସାଧାରଣ ନିହାତି ଭାବରେ ତାକୁ ଫୋପାଡ଼ି ଦେବେ। এইটা আগামী পঞ্চায়েত ইলেকশনে নিশ্চিତ ভাবে আগামী জଣାଇଛନ୍ତି। ନାଇଁ, ମୁହଁ ଖୋଲିଲେ ନା, ଏଟା ଉଦ୍ଦେଶ୍ୟମୂଳକ ଭାବରେ ଜଣେ ଆଜି ତାଙ୍କୁ ଫୋନ କରିଥିଲେ, ଯାହା ଆମେ ଖବର ପାଇଛୁ। ସକାଳେ ତାଙ୍କୁ ଆଜି ଜଣେ ବନ୍ଧୁ କିଏ ଫୋନ କରିଥିଲୁ ଯେ ନିଆଳିରେ ଏଠି କଂଗ୍ରେସ ଦଳ ଏଠି 100 ଦିନର ଯୋଉ ବିଜେପି ଏଠି ସଫଳତାର ଆଖ୍ୟା ଦଉଛି ତାକୁ ସେ କାଉଣ୍ଟର କରିଛନ୍ତି। ଯେ ତୁମେ ଏଠି କଣ କହିବ, ଯେ ତୁମର ସ୍ଥାନ ଅଛି ବିଜେପି ଦଳରେ, ତୁମେ ତାଙ୍କୁ କାଉଣ୍ଟର କରିବା ପାଇଁ ପଡିବ। ଯଦି କାଉଣ୍ଟର ଆପଣ କରୁଛନ୍ତି, ଆଉ ଯୋଉ ବନ୍ଧୁ ଜଣକ ସେଠି ସାମ୍ବାଦିକ ସମ୍ମିଳନୀ ଯାଇଥିଲେ ସେ ନିଶ୍ଚିତ ଭାବରେ, ଆମେ ସିନା ପଢିନାହୁଁ, ଆମେ ମୂର୍ଖ, ଆମେ ପାଠ ପଢିନାହୁଁ, ଯୋଉ ବନ୍ଧୁ ଜଣକ ଯାଇଥିଲେ ସାମ୍ବାଦିକ ସମ୍ମିଳନୀରେ ସେ ପଛରେ ଯୋଉ ବ୍ୟାନରଟା ଲାଗିଥିଲେ ସେ ନିଶ୍ଚିତ ଭାବରେ ସେ ନିହାତି ଭାବରେ ପଢିବା ଦରକାର ଥିଲା। ସେ ପଢି ପାରିଲେନି କଣ ପାଇଁ ନା, ସେ ଦୁଇ ଲାଇନ ପଛରେ ବସିଥିଲେ। କାହିଁକି ନା, ଯୋଉ ବନ୍ଧୁ ଜଣକ ମଣ୍ଡଳ ଉପସଭାପତି ଅଛନ୍ତି, କାରଣ ଯିଏ ପଦପଦବୀରେ ନାହିଁ ସିଏ ଉପରେ ବସିଛି ବିଧାୟକଙ୍କ ସହିତ, ଯିଏ ମଣ୍ଡଳ ଉପସଭାପତି ଅଛି ସେ ଦୁଇ ଲାଇନ ପଛରେ ବସିଛି। ତେଣୁ ଦେଖାଯାଇନି, ଆଖି ବୟସ ହେଇଗଲାଣି, ଆଖି ଦୃଷ୍ଟି କମିଛି, ସେମିତି ଦେଖି ନାହାନ୍ତି। କିନ୍ତୁ ଯୋଉ ବନ୍ଧୁ ଜଣଙ୍କ ବାର୍ତ୍ତା ଦେଇଥିଲେ ସିଏ ବି ପୂର୍ବରୁ 2017 ମସିହାରେ କଂଗ୍ରେସରୁ କ୍ୟାଣ୍ଡିଡେଟ୍ ହେଇଥିଲେ, ସରପଞ୍ଚ କ୍ୟାଣ୍ଡିଡେଟ୍ ହେଇଥିଲେ, ଏଠି ଲଢିଥିଲେ, ନିଆଳି ପଞ୍ଚାୟତରୁ ସେ ଲଢିଥିଲେ। ନିଆଳି ହଉଛି 23ଟା ପଞ୍ଚାୟତର ହେଡକ୍ୱାର୍ଟର। ଯେହେତୁ ତାଙ୍କୁ କଂଗ୍ରେସ କ୍ୟାଣ୍ଡିଡେଟ୍ କରିଥିଲା, ସେ କିଛି ଲୋକଙ୍କ ବାର୍ତ୍ତାରେ ହଉ କି ଲୋକଙ୍କର କଥାରେ ହଉ ସେ ଦଳ ଚେଞ୍ଜ କରିଥିଲେ। ଦଳ ଚେଞ୍ଜ କରିକି ସେ ଯାଇକି ପହଞ୍ଚିଥିଲେ ବିଜେପି ଦଳରେ। ବିଜେପି ଦଳରେ ନିଜର ସଂଗଠନ ତିଆରି କରିଥିଲେ। ଯୋଉ ମଣ୍ଡଳର ଉପସଭାପତି ସେ ଅଛନ୍ତି, ଉପସଭାପତି ଥିଲାବେଳେ ତାଙ୍କୁ ଆଜି ବିଧାୟକଙ୍କ ସହିତ ବସିବା ପାଇଁ କି ସୁଯୋଗ ମିଳୁନାହିଁ। ଯୋଉମାନେ ବିଧାୟକ ସହିତ ବସୁଛନ୍ତି ସେମାନେ କୌଣସି ପଦପଦବୀରେ ନାହାନ୍ତି। ଦ୍ୱିତୀୟ କଥା, ଯେ ଯୋଉ ଗତ କିଛି ଦିନ ତଳେ ଯୋଉ ଶୁଣିବା ପାଇଁ ମିଳିଥିଲା ଯେ ବିଜେପିର ବିଧାୟକ, ଯୋଉମାନେ ମାନ୍ୟବର ବିଧାୟକ ଅଛନ୍ତି, କିଛି ବନ୍ଧୁ ଆଜି ବସି ଗଣମାଧ୍ୟମରେ କହିଥିଲେ 100 ଦିନର ସଫଳତାକୁ ସେମାନେ ପ୍ରକାଶ କରୁଛନ୍ତି। ସେ 100 ଦିନର ସଫଳତାକୁ ଯୋଉ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଦଳ ପକ୍ଷରୁ ଆୟୋଜନ କରାଯାଇଥିଲା, ଆମେ କହିଥିଲୁ ଯେ 100 ଦିନର ସଫଳତା ନୁହେଁ, ସେଟା ବିଜେପିର, ସେଟା 100 ଦିନର ବିଫଳତା। କିନ୍ତୁ ଯୋଉ ବନ୍ଧୁ ଜଣକ କହିଥିଲେ କଂଗ୍ରେସ ଏଠି ଭୋକ ବିକଳରେ ତାଟିଆ କାମୁଡୁଛି, ତାଟିଆ କଂଗ୍ରେସ ଦଳ କାମୁଡୁନି, ତାଟିଆ ଯୋଉ ବନ୍ଧୁ ଜଣକ କହିଛନ୍ତି ସେ ଭୋକ ବିକଳରେ ତାଟିଆ କାମୁଡୁଛନ୍ତି। ତାଙ୍କୁ ବସିବା ପାଇଁ କି ଚେୟାର ମିଳୁନାହିଁ, ତାଙ୍କୁ କେହି ପ୍ରାଧାନ୍ୟ ଦଉନାହାନ୍ତି। ଯୋଉମାନେ ଏଠି ବିଜେପିର ପ୍ରମୁଖ ନେତା ମାନେ ଅଛନ୍ତି, ଏଠି ବିଧାୟକ ହୁଅନ୍ତୁ କି ଯୋଉମାନେ ପଦପଦବୀରେ ଅଛନ୍ତି, ସେମାନଙ୍କୁ ପଚାରୁନାହାନ୍ତି। କିନ୍ତୁ ଏଠି ଯୋଉ ନିଆଳିରେ ଯୋଉ ଜନସାଧାରଣ ମାନେ ଅଛନ୍ତି, ନିଶ୍ଚିନ୍ତ ଭାବରେ ଆପଣ ଚିନ୍ତା କରିଥିବେ, ସେ ଏଇ ଯୋଉ 100 ଦିନର ବିଫଳତାକୁ କଂଗ୍ରେସ ପ୍ରକାଶ କରିଥିଲା, ସେମାନେ ଭଲ ଭାବରେ ଚିନ୍ତା କରିଛନ୍ତି ଯେ କଂଗ୍ରେସ ଏଠି କଣ ବିଫଳତାକୁ ପ୍ରକାଶ କରିଥିଲା, ଏଠି ବିଜେପି କଣ 100 ଦିନର ସଫଳତା କାର୍ଯ୍ୟ କରିଛି ସେ ବିଷୟରେ ଆଲୋଚନା କରିଥିଲା। ଆଉ ଏଠି ଯୋଉ ବନ୍ଧୁ ଜଣଙ୍କର ଗଣମାଧ୍ୟମରେ ପ୍ରକାଶ କରିଥିଲା, ଯୋଉ ଗଣମାଧ୍ୟମ ଜଣକ ଯାଇଥିଲେ ତାଙ୍କ ପାଖକୁ ବାର୍ତ୍ତା ନେବା ପାଇଁ କି,
से गणमाध्यम जो व्यक्ति जनक अच्छा से भी गत किछि दिन पूर्व जितेबाला नियाली आईएसी बदली बातिल करा जायतिला से बंधु जनक मते फोन करथिले जो विजय मल्लिक अच्छा विवादी आईएसी अच्छा से तांकर हुए तो मलासुर हेबे बोली से जहाँ मते फोन माध्यम जोगाजोग करथिले किंतु से आमर जिते पूर्व जो गणमाध्यम कांग्रेस दल करथिला सामाजिक सम्मेलन करथिला सेठी मध्य से किछि जुक्ति बाढ़ी जे एटा बीजेपी दल करी सेठी मध्य तांको जुक्ति करा जायतिला जे तुमे गणमाध्यम रे अछो ना बीजेपी दल सहित अछ से सेठी ओहरी जाकी पळै जायतिले किंतु आज जो वार्ता नैछंती ए वार्ताटी संपूर्ण भूल आ नियाली जनसाधारण निहाती भाव जानी एठी बीजेपी कौन करिछि बीजेडी कौन करिछि कांग्रेस कौन करिछि कांग्रेस जेहेतु सरकार नथिला निश्चित भाव में एठी खराब काम को विरोध निश्चित भाव कांग्रेस करुछि आ एठी जो परिप्रकाश करले आज जो गणमाध्यम रे बंधु जनक परिप्रकाश कले से काफे काहींकी बंद करा जायछि से निर्दिष्ट गोटे होटेल को तांकर परिचय देइछंती से सेठी बसुछंती उठुछंती निजर बंधु बांधव सेठी बांधिछंती सेथिपाई कि से काफेटा को बंद करिछंती तेणु एइटा भी एइटा भी नियालीर जनसाधारण नियाली भाव जानिछंती आ से जो आलोचना मध्य एटी करथिले जे जेतबेले बीजेडी सरकार थिला बीजेडी सरकार समय रे जेते काम होइथिला एटी विरोध किए करिछि नियालीर जनसाधारण नियालीर युवगोष्ठी नियालीर जो माने अछंती बुद्धिजीवी माने समझ जानिछंती नियाली रे जदि विरोध करूछि से होछि कांग्रेस विरोध करूछि बीजेपी कदापि विरोध करू नाही काहेकि से विरोध कले नाही बीजेडी सरकार थला से बंधु जनक काहेकि विरोध कले नाही विरोध एथिबे कलेनी कारण बीजेडी सहित तांकर प्रियाप्रीति थिला से प्रियाप्रीति जोगे एठी काम चलाउथिले प्रति कामेरे से शेयर थिले प्रति कामेरे तांकर 5% नवा पाई कि से स्थिर करथिले तांकर जो पीसी चलीथिला बीजेडी जो पीसी चलता से 5% पाउथिले नाई मुह खोल ना एटा उद्देश्यमूलक भाव जड़े आज फोन करते जहाँ आम खबर पाइचु सकाल आज जड़े बंधु किए फोन करते जे नियाली रे एठी कांग्रेस दल एठी 100 दिन जो बीजेपी एठी सफलतार आख्या दौची ताको से काउंटर करिसेंती जे तुमे एठी कौन कहबो जे तुमर स्थान अच्छी बीजेपी दल रे तुमे ताको काउंटर करिया पड़ो जदि काउंटर आपण करूछंती आ जो बंधु जनक सेठी सामाजिक सम्मेलन जाइतिले से निश्चित भाव में आमे सिना पढ़ी ना आमे मूर्ख आमे पाठ पढ़ी ना जो बंधु जनक जाइतिले सामाजिक सम्मेलन से पछरे जो ब्यानटा लागितिले से निश्चित भाव से निहाती भाव पढ़िया दरकार थिला से पढ़ी पारिलेनी कोन पे ना से दुई लाइन पछरे बसतिले काहेकि ना जो बंधु जनक मंडल उपसभापति अछंती कारण जी पद पदवी रे नाही से ऊपर बसिछि विधायक सहित जी मंडल उपसभापति अछि से दुई लाइन पछरे बस तेणु देखा जाएनी अंध आखि बयस हो गलानी आखि दृष्टि कमी से देखी ना।